ଓಂ ନମ ଶିବାୟ। ଆସନ୍ତାକାଲି ହେଉଛି ବାଗ୍ଦେବୀ ମାତା ସରସ୍ୱତୀଙ୍କର ଜନ୍ମଦିନ। ଆପଣଙ୍କର ଯଦି ବାକ୍ ସଂଯମତା ଅଛି ତାହେଲେ ଆପଣ ଜୀବନ ଯୁଦ୍ଧରେ ଜିତିଯିବେ। ଜଣେ ଲୋକ ସୁନ୍ଦର କଥାବାର୍ତ୍ତା ମାଧ୍ୟମରେ ବଡ଼ ବଡ଼ ସମସ୍ୟାକୁ ସମାଧାନ କରିଦେବ, କିନ୍ତୁ ଜଣେ ବ୍ୟକ୍ତି ଖରାପ ବ୍ୟବହାର ଦ୍ୱାରା ମହାଭାରତ ଭଳିଆ ଯୁଦ୍ଧ ମଧ୍ୟ ସୃଷ୍ଟି କରିପାରିବ। ତେଣୁ ଆମ ଜୀବନରେ ଆମର ସୁନ୍ଦର କଥାବାର୍ତ୍ତା ବା ବାକ୍ ସଂଯମ ରହିବା ନିହାତି ଆବଶ୍ୟକ। ଆସନ୍ତାକାଲି ହେଉଛି ସେଇ ଦେବୀ ମା ସରସ୍ୱତୀଙ୍କର ଜନ୍ମଦିନ। ତେଣୁ ଏହି ଭିଡ଼ିଓରେ ଆପଣମାନେ ଜାଣିବେ ବାଗ୍ଦେବୀ ମାତା ସରସ୍ୱତୀଙ୍କର ଜନ୍ମ ବୃତ୍ତାନ୍ତ, ପୂଜାର ଶୁଭ ସମୟ ବା ଅମୃତ ବେଳା। ଆସନ୍ତୁ ଆରମ୍ଭ କରିବା। ନମସ୍କାର, ମୁଁ ଅଭିମନ୍ୟୁ ସ୍ୱାଗତ କରୁଛି ଅଭିମନ୍ୟୁ ଏମ୍ପାୟାର୍ସକୁ। ସୃଷ୍ଟିର ଆରମ୍ଭ ସମୟରେ ଭଗବାନ ବିଷ୍ଣୁଙ୍କ ଆଜ୍ଞାରେ ସୃଷ୍ଟିକର୍ତ୍ତା ବ୍ରହ୍ମା ମନୁଷ୍ୟ ଯୋନିର ପ୍ରଥମେ ରଚନା କରିଥିଲେ, କିନ୍ତୁ ସେ ନିଜର ସର୍ଜନାରେ ସନ୍ତୁଷ୍ଟ ନଥିଲେ। ସେତେବେଳେ ଭଗବାନ ବିଷ୍ଣୁଙ୍କ ଆଜ୍ଞାରେ ସୃଷ୍ଟିକର୍ତ୍ତା ବ୍ରହ୍ମା ନିଜ କମଣ୍ଡଳରୁ ଜଳ ପୃଥିବୀ ଉପରେ ଛିଞ୍ଚିଦେଲେ ଏବଂ ସେଥିରେ ପୃଥିବୀରେ ଏକ ବଡ଼ କମ୍ପନ ସୃଷ୍ଟି ହେଲା। ସବୁଆଡ଼େ ଉଜ୍ଜଳ ଆଲୋକରେ ପୃଥିବୀ ଆଲୋକିତ ହୋଇଗଲା। ଏକ ଅଦ୍ଭୁତ ଶକ୍ତି ରୂପରେ ଚତୁର୍ଭୁଜା ସୁନ୍ଦର ସ୍ତ୍ରୀ ରୂପରେ ପ୍ରକଟ ହୋଇଥିଲେ ବାଗ୍ଦେବୀ ମାତା ସରସ୍ୱତୀ। ମାତା ସରସ୍ୱତୀଙ୍କର ଗୋଟିଏ ହସ୍ତରେ ଥିଲା ବୀଣା ଏବଂ ଦ୍ୱିତୀୟ ହସ୍ତରେ ବରଦ ମୁଦ୍ରା ଥିଲା। ଅନ୍ୟ ଦୁଇ ହସ୍ତରେ ପୁସ୍ତକ ଏବଂ ମାଳା ଥିଲା। ଯେତେବେଳେ ମା ସରସ୍ୱତୀ ବୀଣାର ଏକ ମଧୁର ନାଦ କଲେ, ସେତେବେଳେ ନବନିର୍ମିତ ହୋଇଥିବା ସୃଷ୍ଟିର ସକଳ ଜୀବ ଆତ୍ମାକୁ ବାକ୍ ଶକ୍ତି ବା ବାଣୀ ଶକ୍ତି ପ୍ରାପ୍ତ ହୋଇଥିଲା ବୋଲି ବିଶ୍ୱାସ ରହିଛି। ଏବଂ ପରେ ସୃଷ୍ଟିକର୍ତ୍ତା ବ୍ରହ୍ମା ସେହି ଦେବୀଙ୍କ ନାମ ବାଣୀର ଦେବୀ ବା ସରସ୍ୱତୀ ଭାବରେ ନାମିତ କରିଥିଲେ। ଆଉ ସେଥିପାଇଁ ମାତା ସରସ୍ୱତୀଙ୍କୁ ବାଗୀଶ୍ୱରୀ, ଭଗବତୀ, ଶାରଦା, ବୀଣାପାଣି ତଥା ବାଗ୍ଦେବୀ ସହିତ ଅନେକ ନାମରେ ପୂଜା କରାଯାଇଥାଏ। ସଙ୍ଗୀତର ଉତ୍ପତ୍ତିକାରିଣୀ ହୋଇଥିବାରୁ ସେ ସଙ୍ଗୀତର ଦେବୀ ଅଟନ୍ତି। ବସନ୍ତ ପଞ୍ଚମୀ ଦିନ ମାତାଙ୍କ ଜନ୍ମ ଉତ୍ସବ ରୂପରେ ତାଙ୍କର ପୂଜା କରାଯାଇଥାଏ। କାହିଁକି? ଏହି ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ଯେଉଁ ଶ୍ରୀ ପଞ୍ଚମୀ ବୋଲି ଆମେ କହୁଛୁ, ଏହି ଶ୍ରୀ ପଞ୍ଚମୀରେ ବାଗ୍ଦେବୀ ମାତା ସରସ୍ୱତୀଙ୍କର ଜନ୍ମ ହୋଇଥିଲା। ମାତାଙ୍କର ମହିମା ଯେତେ କହିଲେ ବି କମ୍ ହେବ। ମାତାଙ୍କର ମହିମା ଅନନ୍ତ ଅଟେ। ମୂର୍ଖ କାଳିଦାସକୁ ମହାପଣ୍ଡିତ କାଳିଦାସ ରୂପେ ପ୍ରତିଷ୍ଠିତ କରାଇବା ମାତାଙ୍କର ଦିବ୍ୟ କୃପାର ଏକ ପରିଣାମ ଥିଲା। ମାତା ଜ୍ଞାନ, କଳା ଆଉ ସଙ୍ଗୀତର ଦେବୀ ଭାବେ ପ୍ରତ୍ୟେକ ବିଦ୍ୟାପୀଠ ତଥା କଳାକେନ୍ଦ୍ର ମାନଙ୍କରେ କେଉଁ ଏକ ଆବାହନ କାଳରୁ ପୂଜିତା ଅଟନ୍ତି। ସରସ୍ୱତୀ ପୂଜା ହେଉଛି ମାଘ ମାସ ଶୁକ୍ଳ ପକ୍ଷ ଆଉ ତିଥି ହେଉଛି ପଞ୍ଚମୀ ତିଥି। ଏହି ପଞ୍ଚମୀ ତିଥି ଦିନ ମାତା ସରସ୍ୱତୀଙ୍କୁ ପୂଜା କରାଯାଇଥାଏ। ବିଦ୍ୟା ପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ, ବିଦ୍ୟାଦାୟିନୀ, ହଂସ ବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଏବଂ ଆରାଧନା ଏହି ପଞ୍ଚମୀ ତିଥି ବା ଶ୍ରୀ ପଞ୍ଚମୀ ଯେଉଁଟା କୁହାଯାଉଛି, ଏହି ଶ୍ରୀ ପଞ୍ଚମୀ ବା ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପୂଜା କରାଯାଇଥାଏ। ସମସ୍ତ ଛାତ୍ରଛାତ୍ରୀମାନେ ପୂଜା ମଣ୍ଡପକୁ ଅତି ମନୋରମ ଭାବେ ସଜାଇଥାନ୍ତି। ମାତା ସରସ୍ୱତୀଙ୍କର ପୂଜା ଓ ପୁଷ୍ପାଞ୍ଜଳି ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ବ୍ରତ ରଖିଥାନ୍ତି। ଏହି ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତ ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍ଦେବୀ। ମା ଯୋଗମାୟା ଆଦିଶକ୍ତିଙ୍କ କଣ୍ଠରୁ ମା ସରସ୍ୱତୀ ସମ୍ଭୂତା। ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ଏ ତିନୋଟି ସ୍ୱରୂପ ହେଉଛି ଆଦିଶକ୍ତିଙ୍କର। ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା ବିଦ୍ୟାଦାୟିନୀକୁ ସମସ୍ତେ ପୂଜା କରିଥାନ୍ତି। କଣ୍ଠରେ ଯଦି ସରସ୍ୱତୀ ବିରାଜମାନ କଲେ ଯେକୌଣସି ବ୍ୟକ୍ତି ଉତ୍ତମ ଗାୟକ ହୋଇପାରିବେ ବୋଲି ବିଶ୍ୱାସ ଅଛି। ତେଣୁ ସମସ୍ତେ ସରସ୍ୱତୀ ପୂଜା ଦିନ ମାଙ୍କର ଆଶୀର୍ବାଦ ଲୋଡ଼ିଥାନ୍ତି। ଏହି ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ ବା ମା ସରସ୍ୱତୀଙ୍କ ପୂଜା ଦିବସରେ କୌଣସି ବି ଶୁଭ କାର୍ଯ୍ୟ ଆରମ୍ଭ କରିବା ଶୁଭ ହୋଇଥାଏ ବୋଲି କୁହାଯାଏ। ଆଉ ଏହି ଦିନ ବିବାହର ମଧ୍ୟ ଶୁଭ ଯୋଗ ରହିଛି। ପୁରୀରେ ଶ୍ରୀମନ୍ଦିରର ଯେଉଁ ରଥକାଠ ଅନୁକୂଳ ଏହି ଶ୍ରୀ ପଞ୍ଚମୀ ଦିନରୁ ହିଁ ହୋଇଥାଏ। ତେଣୁ ଦିନଟି ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦିନଟି ଶୁଭ ରହିଛି। ଏବେ ଆସନ୍ତୁ ଜାଣିବା କାଲିର ଅମୃତ ବେଳା। ଅମୃତ ବେଳାର ସମୟ ସକାଳ ସମୟ 7:48 ରୁ ସକାଳ ବାଜି 9:19 ପର୍ଯ୍ୟନ୍ତ ରହୁଛି ଅମୃତ ବେଳା।
ପରେ ମଧ୍ୟାହ୍ନ ସମୟ 11:38 ଗୋଟାଏ ବାଜି 10 ମିନିଟ୍ ରହୁଛି ଅମୃତ ବେଳା। ଅପରାହ୍ନ 4:14 ଅମୃତବେଳା ଆରମ୍ଭ ହେବ। ସନ୍ଧ୍ୟା 5:46 ରହିବ। ତାପରେ ସନ୍ଧ୍ୟା 6:36 9:06 ପର୍ଯ୍ୟନ୍ତ ରହିଛି ଅମୃତବେଳା। କୌଣସି ଦେବୀ ଦେବତାଙ୍କ କାର୍ଯ୍ୟ ଅମୃତ ବେଳାରେ ଯଦି କରୁଛନ୍ତି ତାହେଲେ ଏଟା ବହୁତ ଶୁଭ ହୋଇଥାଏ। ଆଶା କରୁଛି ଆପଣଙ୍କୁ এই ଭିଡ଼ିଓଟି ନିଶ୍ଚିନ୍ତ ଭାବେ ଭଲ ଲାଗିଥିବ। ଯଦି ଆପଣଙ୍କୁ এই ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟି ଗୋଟେ ଲାଇକ୍ କରିବେ, ଅନ୍ୟମାନଙ୍କୁ ସେୟାର କରିବେ, ଆପଣଙ୍କର ମୂଲ୍ୟବାନ ମତ କମେଣ୍ଟ କରିବେ। ପ୍ରଥମ କରି ଯଦି ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ଆଉ ଏଇଭଳି ପ୍ରକାରର ଭିଡ଼ିଓ ଯଦି ପ୍ରଥମେ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ସବସ୍କ୍ରାଇବ୍ କରିବା ପରେ ନୋଟିଫିକେସନ୍ ଆଇକନ୍କୁ ଅଲ୍ ରଖିବେ। ଆଜି ପାଇଁ ଭିଡ଼ିଓଟି ଏତିକି ରହୁଛି। ନମସ୍କାର, ଜୟ ଜଗନ୍ନାଥ।